ବିଜେଡି ଦଳର ବିଭୀଷଣଙ୍କ ପାଇଁ ଦଳ ଛାଡ଼ିଲି। ମୋ ବିରୋଧରେ ଅନାସ୍ଥା ଆଣିବା ପାଇଁ ବିଜେପି ସହିତ ସାଲିସ କରିଥିଲେ ବିଜେଡି ଦଳର ବିଭୀଷଣ। ବରିଷ୍ଠ ନେତାଙ୍କୁ ଅବଗତ କରିବା ପରେ ମଧ୍ୟ କେହି ବୁଝିଲେ ନାହିଁ। ସେଥିପାଇଁ ବିଜେପିରେ ସାମିଲ ହେଲେ ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ଭଦ୍ରକ ବ୍ଲକ ଅଧ୍ୟକ୍ଷା। ଭଦ୍ରକର ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ପରେ ବିଜେଡି ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ବିଭୀଷଣ ହେଉଛନ୍ତି ଭଦ୍ରକର ପୂର୍ବତନ ବିଧାୟକ ଏବଂ ଏବେର ଭଣ୍ଡାରୀପୋଖରୀ ବିଧାୟକ। ବିଭୀଷଣ ଜଣକ ବିଜେପି ସହିତ ରହି ଅନାସ୍ଥା ପାଇଁ ଲାଗିଲେ ବୋଲି ଖବର ମିଳିଥିଲା। ମୋ ବିରୋଧରେ ନିର୍ବାଚନ ମଣ୍ଡଳୀର ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମନ୍ତ୍ରଣା ଦେଉଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ଏ ବିଷୟରେ ବିଜେଡି ଦଳର ବରିଷ୍ଠ ନେତୃତ୍ୱଙ୍କୁ ଅବଗତ କରିଥିଲୁ, କିନ୍ତୁ କେହି କିଛି ବୁଝିନଥିଲେ। ଏମିତିକି ସେ ଡକାଇଥିବା ବୈଠକକୁ ମୋତେ ଡାକିଲେ ନାହିଁ କ'ଣ ପାଇଁ ବୋଲି ସେ ନିଜେ ମଧ୍ୟ ପ୍ରଶ୍ନ କରିଛନ୍ତି। ମୁଁ ବିଭୀଷଣ ବୋଲି ଆମର ଭଦ୍ରକର ଯେ ପୂର୍ବତନ ବିଧାୟକ ଥିଲେ, ବର୍ତ୍ତମାନ ଭଣ୍ଡାରୀପୋଖରୀର ବିଧାୟକ ଅଛନ୍ତି, ତାଙ୍କୁ ମୁଁ ଆଖ୍ୟା କରିକି ବିଭୀଷଣ ବୋଲି କହିଛି। ତାଙ୍କ ପାଖରେ ଯେତେବେଳେ ଥିଲୁ, ତାଙ୍କୁ ଆଣିକି ଆମେ ଯେଉଁ MLA ଜିତେଇଲା ପରେ ସେ ତାଙ୍କ ପାଖରେ ଭଲ ଥିଲୁ। ଯେତେବେଳେ ସେ ଭଣ୍ଡାରୀପୋଖରୀ ଗଲେ, ତାଙ୍କ ଭିତରେ କ'ଣ ମନମାଳିନ୍ୟ ହେଲା, ଆମେ ହେଉଛି ସେତେବେଳେ ଖରାପ ହେଇଗଲୁ। ସବୁଆଡ଼େ ଆଲୋଚନା କଲେ ଯେ ଚେୟାରମ୍ୟାନ୍ ଖାଇଗଲେ, ତାଙ୍କ ପୁଅ ଖାଇଗଲେ। ତାପରେ ସେ ବିଜେପି ସଂସ୍ପର୍ଶରେ ଆସି ଆମକୁ ଅନାସ୍ଥା ଆଣିବେ ବୋଲି ଲାଗିଲେ। ସେ ଖବର ବି ମୋ ପାଖରେ ପହଞ୍ଚିଲା। ଆମ ବିରୁଦ୍ଧରେ ସବୁଆଡ଼େ ଆମ ସରପଞ୍ଚ ସମିତିକୁ ସବୁ ଶିଖେଇଲେ। ସେ ସମିତି ସରପଞ୍ଚ ସବୁ କ୍ଷୋଭ ପ୍ରକାଶ କଲେ। ଯଦି ଆମେ ଦଳରେ ହେଉଛି ରହିବୁ, ତାଙ୍କ ପାଇଁ କିଛି ଆଉ କାର୍ଯ୍ୟ କରିପାରିବୁନି। ଆମେ ସେଇଥିପାଇଁ ଯାଇକି ବିଜେପିରେ ମିଶିଲୁ। ଆମେ ବର୍ତ୍ତମାନ ବିଜେପିର ରହିବୁ, ଆଗକୁ ବି ବିଜେପି ପାଇଁ କାର୍ଯ୍ୟ କରିବୁ। କିପରି ଆମେ ବିଜେପି ଦଳକୁ ଆଗକୁ ନେବୁ ତୃଣମୂଳ ସ୍ତରରେ, ସେଟା ବି ଆମେ ଲାଗି ପଡ଼ିବୁ। ମୁଁ ଏତିକି ମିଡ଼ିଆ ଭାଇମାନଙ୍କୁ ଏତିକି ସେ ନାଁଟା ମୁଁ କହିବିନି। ସେ ବିଧାୟକ ଯିଏ ସେ ଜାଣିପାରିଥିବେ। ଆମେ ଆମର ଉପର ଲେବୁଲର ସବୁ ଜଣେଇଲୁ, ସିଏ ବି ଆମ କଥା କିଛି ବୁଝିଲେନି। ମୁଁ ବି ସେ ଯେତେବେଳେ ମୋ ସାଙ୍ଗରେ ଲାଗନ୍ତି, ମୁଁ ଆମର ଯିଏ ଚାନ୍ଦବାଲ MLA ଅଛନ୍ତି ବ୍যোମକେଶ ବାବୁ, ତାଙ୍କୁ ବି ଜଣେଇଛୁ, ବବି ବାବୁଙ୍କୁ ଜଣେଇଛୁ, ପ୍ରଫୁଲ୍ଲ ବାବୁଙ୍କୁ ଜଣେଇଛୁ। କେହି ଆମ କଥା କର୍ଣ୍ଣପାତ କଲେନି। ଆମେ ଶେଷରେ କ୍ଷୋଭ ପ୍ରକାଶ କରି ଧର ଆମେ ଗୋଟେ ତୃଣମୂଳ ସ୍ତରରେ କାର୍ଯ୍ୟ କରିପାରିବୁନି, ଆମକୁ ଯିଏ ଭଲ ପାଇକି ଆସ୍ଥା ପ୍ରକଟ କରିଥିଲା ଆମ ଉପରେ, ସେ ଆମ ପାଖରେ ଆଉ ରହିବେ କି? ସେ ତ ରହିବେନି। ସେଥିପାଇଁ ମୁଁ ବିଜେପିରେ ମିଶିକି ତାଙ୍କ ପାଇଁ କାର୍ଯ୍ୟ କରିବି, ଆଉ ବିଜେପି ପାଇଁ ବି କାର୍ଯ୍ୟ କରିବି। ମୁଁ ବର୍ତ୍ତମାନ ବିଜେପିର ନେତ୍ରୀ। କିଛି ରେଜଲ୍ଟ ଆମକୁ ମିଳିଲାନି। ସମାଧାନ କରିଥିଲେ ବରଂ ବସିକି, ସେଟା ଯାହା ହେଇଥାନ୍ତା ସେଟା ହେଲାନି। ଆମକୁ କିଛି ଦେଲେନି। ମୋ ବିରୁଦ୍ଧରେ ଅନାସ୍ଥା ଆଣିବା ପାଇଁ ଆମର ଯେ ପୂର୍ବତନ MLA, ବର୍ତ୍ତମାନ ଭଣ୍ଡାରୀପୋଖରୀ MLA, ସେ ତ ଭଣ୍ଡାରୀପୋଖରୀର MLA, ସିଏ କାହିଁକି ଆମ ଭଦ୍ରକରେ ଡାକିଥିଲେ, ଯେଉଁ ଜିଲ୍ଲା ତାଙ୍କ ଘରକୁ ଡାକିଲେ, ସେଠି କାହିଁକି ମୋତେ ନ ଡାକିଲେ? ମୁଁ କ'ଣ ଆନ୍ସର ଦେଉଥିଲି? ସେ କାହିଁକି ମୋ ବିରୁଦ୍ଧରେ ଅନାସ୍ଥା ଆଣିବା ପାଇଁ ସବୁ ଲାଗି ପଡ଼ିଲେ? ସେ ଆମ ସରପଞ୍ଚ ସମିତି ମେମ୍ବର ମାନଙ୍କୁ ଡାକିକି ସବୁ ତାଙ୍କ ଘରେ ହଁ, ମୁଁ ସରପଞ୍ଚ ସମିତି ସଭ୍ୟ ସହିତ ସବୁ କଥାବାର୍ତ୍ତା ହେଇଛି। ଆଗକୁ କିପରି ସେମାନଙ୍କର କାର୍ଯ୍ୟ କରିବି, କେମିତି ସେମାନଙ୍କୁ ଆଗାମୀ ବିଜେପି ପାଇଁ ସେମାନେ କିପରି କାର୍ଯ୍ୟ କରିବେ, ସେ ବିଷୟରେ ବି ମୁଁ ଆଲୋଚନା କରିଛି। ଭଦ୍ରକରୁ ସୁବ୍ରକାନ୍ତ ରାଉତରାୟଙ୍କ ରିପୋର୍ଟ, A1 ଓଡ଼ିଶା।